ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଓଡ଼ିଆ ଟ୍ୟୁଟୋରିଆଲରେ। ତ ଆମେମାନେ ଆଲୋଚନା କରିଥିଲେ ଭାରତ ଚୀନ ସମ୍ପର୍କରେ ଯେଉଁ ବୈଦେଶିକ ନୀତି ରହିଛି। ବର୍ତ୍ତମାନ ଆମେ ଦେଖିବା ଭାରତ ପାକିସ୍ତାନ ସମ୍ପର୍କରେ। ତ ଇଣ୍ଡୋ ପାକ୍ ରିଲେସନ୍। ତ ଭାରତ ପାକିସ୍ତାନ ଦକ୍ଷିଣ ଏସିଆର ଦୁଇଟି ପ୍ରମୁଖ ରାଷ୍ଟ୍ର। ଏହି ଦୁଇ ରାଷ୍ଟ୍ରର ବୈଦେଶିକ ସମ୍ପର୍କ ଐତିହାସିକ ଭିତ୍ତିଭୂମି ଉପରେ ଆଧାରିତ। 1947ରେ କ'ଣ ହେଲା ନା କ୍ୟାବିନେଟ୍ ମିଶନ ଅନୁସାରେ ସାର୍ ରାଡକ୍ଲିଫ୍ କ'ଣ କରିଥିଲେ, ନିର୍ଦ୍ଧାରିତ କରିଥିଲେ, ଦୁଇଟି ଭାଗ କରିଦେଇଥିଲେ ନା ଭାରତ ଏବଂ ପାକିସ୍ତାନ। ବ୍ରିଟିଶ ଶାସନରୁ 1947 ମସିହାରେ ଭାରତ ସ୍ୱାଧୀନତା ପ୍ରାପ୍ତ ହେବା ସହିତ ଧର୍ମ ଭିତ୍ତିରେ ଦୁଇ ଦେଶର ବିଭାଜନ ହୋଇଥିଲା। ପ୍ରାୟତଃ ଭାରତରେ ହିନ୍ଦୁ ବହୁଳ ଥିବା ବେଳେ ପାକିସ୍ତାନରେ ମୁସଲିମ ବହୁଳ ଦେଖିବାକୁ ମିଳନ୍ତି ଲୋକ। ଦେଶ ବିଭାଜନ ସମୟରେ 1,25,00,000 ଲୋକ ବିସ୍ଥାପିତ ହୋଇଥିଲେ, ଅର୍ଥାତ୍ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥିଲେ। ହଜାର ହଜାର ଲୋକଙ୍କ ରକ୍ତାକ୍ତ ସଂଘର୍ଷରେ ପ୍ରାଣ ହରାଇଥିଲେ। ସମସ୍ତେ ଜାଣିଥିବ ଯେତେବେଳେ ବିଭାଜନ ହେଲା, ସେଠାରୁ ଯେତେବେଳେ ଇଣ୍ଡିଆକୁ ଆସିଲେ ଲୋକମାନେ, ଅନେକର ପ୍ରାଣ ବି ଯାଇଥିଲା ଏବଂ ଭାରତରୁ ପାକିସ୍ତାନ ଯିବା ବେଳେ ସେମାନଙ୍କ ମଧ୍ୟ ପ୍ରାଣ ନିଆଯାଇଥିଲା। ନିଶ୍ଚିତ ଭାବରେ ଗୋଟେ ମୁଭି ଆସେ, ତୁମେ ଦେଖିଦେବ। ସ୍ୱାଧୀନତା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଆରମ୍ଭ ହୋଇଥିଲା, ମାତ୍ର ସୀମା ବିବାଦ ହେଲା ଓ ବିଭାଜନ ଦୁଃସ୍ୱପ୍ନ ଦୁଇ ଦେଶ ମଧ୍ୟରେ ବହୁ ମାତ୍ରାରେ ପ୍ରଭାବିତ ଦେଖିବାକୁ ମିଳିଲା। ପୁନଶ୍ଚ ଦେଶ ବିଭାଜନ ସମୟରେ ସୃଷ୍ଟି ହୋଇଥିବା ଶରଣାର୍ଥୀ ସମସ୍ୟା ହେଉ କି ବ୍ରିଟିଶମାନେ ଛାଡ଼ି ଯାଇଥିବା ସ୍ୱଳ୍ପ ଆର୍ଥିକ ସମ୍ବଳ ତଥା ନଦୀ ଜଳ ବଣ୍ଟନ ସମସ୍ୟା ନିର୍ଦ୍ଧାରିତକୁ ନେଇ ଦୁଇ ଦେଶ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ମାତ୍ର ଦୁଇ ଦେଶ ମଧ୍ୟରେ ସମ୍ପର୍କର ମୂଳ ସମସ୍ୟା ଥିଲା କାଶ୍ମୀର। କାଶ୍ମୀରରେ କିଏ ରାଜା ଥିଲେ? ହରି ସିଂ ଥିଲେ। ତ କାଶ୍ମୀର ସମସ୍ୟା ନେଇ ଦୁଇ ଦେଶ ମଧ୍ୟରେ ତିନୋଟି ବଡ଼ ଯୁଦ୍ଧ ହୋଇଯାଇଛି। ପ୍ରଥମେ ହେଲା କାଶ୍ମୀର ସମସ୍ୟା, ଯାହାକି ମୁଖ୍ୟ ସମସ୍ୟା ପାକିସ୍ତାନର। ତୁମେ ଗୋଟେ ପଏଣ୍ଟ ୱାଇଜ୍ ଲେଖିବ ଏବଂ ନିଜ ହିସାବରେ ଟିକେ ଟିକେ ଲେଖିଦେବ। କାଶ୍ମୀର ସମସ୍ୟା ହେଲା ମୂଳ ଭିତ୍ତି ଐତିହାସିକ ବ୍ରିଟିଶ ଶାସନ ସହ ଜଡ଼ିତ। ବ୍ରିଟିଶମାନଙ୍କ ପାଇଁ ହିଁ ତ ସବୁ ଏହି କଳି। ସ୍ୱାଧୀନତା ପ୍ରାପ୍ତି ବେଳକୁ ଭାରତ ବର୍ଷରେ 562 ଦେଶୀୟ ରାଜା ବିଭିନ୍ନ ପ୍ରାନ୍ତରେ ଶାସନ କରୁଥିଲେ। ସ୍ୱାଧୀନତା ସମୟରେ ବ୍ରିଟିଶ ସରକାର ଏହି ଦେଶୀୟ ରାଜାମାନଙ୍କୁ ନିଜ ଇଚ୍ଛାରେ ଯେକୌଣସି ରାଷ୍ଟ୍ର ଯଥା ଭାରତ ପାକିସ୍ତାନରେ ଯୋଗ ଦେବାକୁ ସ୍ୱାଧୀନତା ପ୍ରଦାନ କରିଦେଇଥିଲେ। ଏଠାରୁ ତ କଳି ଆରମ୍ଭ ହୋଇଛି। ଆଉ ସେମାନେ ଚାହିଁଲେ ନିଜ ଇଚ୍ଛାରେ ସ୍ୱାଧୀନ ହୋଇ ରହିପାରିବେ ବୋଲି ବ୍ରିଟିଶ ସରକାର ମଧ୍ୟ ପ୍ରସ୍ତାବ ଦେଇଥିଲେ। ବ୍ରିଟିଶ ସରକାର ଏହି ପ୍ରସ୍ତାବ ଭାରତରେ ଗୋଲମାଳିଆ ପରିସ୍ଥିତି ସୃଷ୍ଟି କରିଦେଇଥିଲା। ଯାହାଫଳରେ କ'ଣ ହେଲା ନା ଜୁନାଗଡ଼ ପାକିସ୍ତାନ ସହ ମିଶିବାକୁ ଇଚ୍ଛା ପ୍ରକାଶ କଲା। ହାଇଦ୍ରାବାଦ, ଟ୍ରାଭାଙ୍କୋର, କାଶ୍ମୀର ପରି ଦେଶୀୟ ରାଜାମାନେ ସ୍ୱାଧୀନ ପାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଭାରତ ପାକିସ୍ତାନ ମଧ୍ୟରେ ସୀମା ନିର୍ଦ୍ଧାରଣ କରିବାକୁ ବ୍ରିଟିଶ ସରକାରଙ୍କର ସାର୍ ରାଡକ୍ଲିଫ୍ଙ୍କ ନେତୃତ୍ୱରେ ଗୋଟେ ସୀମା ନିର୍ଦ୍ଧାରଣ କମିଶନ ଗଠନ ହୋଇଥିଲା। କାହାଙ୍କ ନେତୃତ୍ୱରେ? ନା ସାର୍ ରାଡକ୍ଲିଫ୍ଙ୍କ ନେତୃତ୍ୱରେ ଗୋଟେ ସୀମା ନିର୍ଦ୍ଧାରଣ କମିଟି ଗଠନ ହୋଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ଦେଶୀୟ ରାଜ୍ୟମାନେ ଭାରତ ସହିତ ମିଶିଯାଇ ମଧ୍ୟ କାଶ୍ମୀର ସ୍ୱାଧୀନ ରାଷ୍ଟ୍ର ହୋଇ ରହିବା ଇଚ୍ଛା ପ୍ରକାଶ ହେତୁ ପରିସ୍ଥିତି ଅଧିକ ଜଟିଳ ହେଲା। କାରଣ କାଶ୍ମୀର ଉଭୟ ଭାରତ ଓ ପାକିସ୍ତାନ ସୀମାକୁ ଲାଗିଥିବା ଗୋଟେ ଅଂଶ। କାଶ୍ମୀର ଉଭୟ ଆମେ ଦେଖିଛେ ଯେ ଏହା ଯଦି ଭାରତ ହେଲା ଆଉ ଏହା ଯଦି ପାକିସ୍ତାନ ହେଲା, ତ ଭାରତ ତ ବଡ଼ ଅଛି ନା, ଟିକେ ମୁଁ ମ୍ୟାପ୍ କାଟି ଜାଣିନି ତ କ୍ଷମା କରିବ। ତ ଏଠାରେ ଯଦି ପାକିସ୍ତାନ ଆଉ ଭାରତର ସହ ଜଡ଼ିତ ଅଛି କ'ଣ ନା କାଶ୍ମୀରଟା। ପରବର୍ତ୍ତୀ ସମୟରେ କ'ଣ ହେଇଛି ନା କାଶ୍ମୀରକୁ ନେଇ ସମସ୍ୟା ସୃଷ୍ଟି ତ ହେଇଛି, ଉଭୟ ଭାରତ ପାକିସ୍ତାନକୁ ଲାଗିଛି। ଏହାର ଅଧିକାଂଶ ଅଧିବାସୀ ମୁସଲମାନ ମଧ୍ୟ ହୋଇଥିଲେ, ମଧ୍ୟ ଶାସକ ଥିଲେ ହିନ୍ଦୁ। ରାଜା ଥିଲେ ହରି ସିଂ। ସ୍ୱାଧୀନ ରହିବା ନିଷ୍ପତ୍ତିକୁ ପାକିସ୍ତାନ ସହଜରେ ଗ୍ରହଣ କରିପାରିଲା ନାହିଁ। ତ ପାକିସ୍ତାନ ଚାହିଁଲା ଯେ ସେ ମୋ ସହ ମିଶୁ, କିନ୍ତୁ ପାକିସ୍ତାନ ମଧ୍ୟ କାଶ୍ମୀରକୁ ନିଜ ଅକ୍ତିଆରକୁ ନେବାକୁ ଚାହୁଁଥିଲା। ସେଥିପାଇଁ କାଶ୍ମୀରକୁ ପାକିସ୍ତାନ ସହ ମିଶ୍ରଣ କରିବାକୁ ପାକିସ୍ତାନ 1947ରେ ଅକ୍ଟୋବର 22 ତାରିଖରେ ଛଦ୍ମବେଶରେ ସେନା ପ୍ରେରଣ କରିଥିଲା। ତାର ଗୋଟେ ସେନାକୁ ସେ ପଠାଇଥିଲା କି ନା ପାକିସ୍ତାନ ପଠାଇଥିଲା। କାହା ପାଖକୁ? କେଉଁଠାକୁ? ନା କାଶ୍ମୀରଟାକୁ। ଏହି ଛଦ୍ମବେଶୀ ସୈନ୍ୟମାନେ ପୁଞ୍ଚର ଏକ ବିସ୍ତୀର୍ଣ୍ଣ ଅଞ୍ଚଳ ଦଖଲ କରି ଶ୍ରୀନଗର ଆଡ଼କୁ ଅଗ୍ରସର ହୋଇଥିଲେ। ପୁଞ୍ଚର
ଅଞ୍ଚଳକୁ ଅଧିକାର କରି ଶ୍ରୀନଗର ଆଡ଼କୁ ଅଗ୍ରସର ହୋଇଥିଲେ। ପାକିସ୍ତାନୀ ସେନାକୁ ଜବାବ ଦେବା ପାଇଁ ହରି ସିଂ ଭାରତକୁ ସାମରିକ ସହାୟତା ମାଗିଥିଲେ। କିଛି ମିଲିଟାରୀ ଫୋର୍ସ ମାଗିଲେ ହରି ସିଂ କେଉଁ ଦେଶକୁ ନା ଭାରତକୁ। ମାତ୍ର ଭାରତ ସରକାର ସ୍ପଷ୍ଟ କହିଥିଲେ ଯେ ଭାରତ ସହିତ ଜମ୍ମୁ କାଶ୍ମୀରର ମିଶ୍ରଣ ନ ହେବା ଯାଏଁ ସାମରିକ ସହାୟତା ପ୍ରଦାନ କରାଯିବ ନାହିଁ। ତ ଭାରତ ବି କହିଦେଲା ଯେ ତୁ ଯଦି ମୋ ସହିତ ମିଶିବୁ ତାହେଲେ ମୁଁ ସାମରିକ ସହାୟତା ପ୍ରଦାନ କରିବି। ପୁଣି ପାକିସ୍ତାନୀମାନଙ୍କର ଆକ୍ରମଣରୁ କାଶ୍ମୀରକୁ ରକ୍ଷା କରିବା ପାଇଁ ରାଜା ହରି ସିଂ ବାଧ୍ୟବାଧକତା ହୋଇ କ'ଣ କଲେ ନା ପ୍ରଧାନମନ୍ତ୍ରୀ ଶେଖ୍ ଅବଦୁଲ୍ଲା 1947 ମସିହା ଅକ୍ଟୋବର 20 ତାରିଖ ଦିନ ଭାରତ ସହିତ ଗୋଟେ ଚୁକ୍ତି କରିଥିଲେ। ଏହାଦ୍ୱାରା ଜମ୍ମୁ କାଶ୍ମୀର ରାଜ୍ୟ ଭାରତବର୍ଷର ଅଂଶ ବିଶେଷ ହେଲା। ଏହା ସୁରକ୍ଷା ପାଇଁ ଭାରତ ଆଇନଗତ ଭାବରେ ଅଧିକୃତ ହୋଇଗଲା। ଯେ ହରି ସିଂ କ'ଣ କଲେ ଗୋଟେ ସ୍ୱାକ୍ଷର କରିଥିଲେ, ଯାହାଫଳରେ କ'ଣ ହେଲା ନା ଭାରତର ଅଂଶ ହୋଇଗଲା। ଏହି ଅଧିକାର ବଳରେ ଭାରତ କାଶ୍ମୀରକୁ ସୈନ୍ୟ ପ୍ରେରଣ କଲା। ତ ଭାରତ ବି ପଠାଇଦେଲା ସୈନ୍ୟ। ଭାରତ ସେନାବାହିନୀ ପାକିସ୍ତାନ ସେନାକୁ ଘଉଡ଼ାଇ ମାରିଲେ। ମାତ୍ର ଭାରତର କିଛି ଅଂଶ ହେଲା, ପୁଞ୍ଚ ହେଲା, ବାଲ୍ଟିସ୍ତାନ ହେଲା, ଗିଲଗିଟ୍ ହେଲା ଆଦି କେତେକ ଅଞ୍ଚଳ ପାକିସ୍ତାନ କବ୍ଜାରେ ରହିଥିଲା। ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲର୍ଡ଼ ମାଉଣ୍ଟବ୍ୟାଟେନଙ୍କ ପ୍ରଚେଷ୍ଟା ସତ୍ତ୍ୱେ ତ ସେତେବେଳେ କିଏ ଥିଲେ? ଲର୍ଡ଼ ମାଉଣ୍ଟବ୍ୟାଟେନ ଥିଲେ 1946-47। ତ କାଶ୍ମୀର ବିବାଦ ସମସ୍ୟା ସମାଧାନ ହୋଇପାରିଲା ନାହିଁ। ଭାରତ 1948 ମସିହା ଜାନୁଆରୀ ମାସରେ ୟୁଏନ୍ଓ ସୁରକ୍ଷା ପରିଷଦରେ ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ମଧ୍ୟ ଉଠେଇଛି ସିକ୍ୟୁରିଟି କାଉନସିଲଠାରେ। ତ ଏପ୍ରିଲ ମାସରେ ଭାରତ ପାକିସ୍ତାନ ମଧ୍ୟରେ ବିବାଦ ସମାଧାନ ପାଇଁ ମିଳିତ ଜାତିସଂଘ ଗୋଟେ ଆୟୋଗ ମଧ୍ୟ ନିଯୁକ୍ତି ହୋଇଥିଲା। 1948 ମାସ ଆୟୋଗ ଯୁଦ୍ଧ ବିରତି ସନ୍ଧି ପ୍ରସ୍ତାବକୁ ଗ୍ରହଣ କରିବା 1901ରୁ ଯୁଦ୍ଧ ବିରତ ଆଦେଶ କାର୍ଯ୍ୟକାରୀ ହୋଇଥିଲା। 1947 ମସିହାରେ ଯୁଦ୍ଧ ଶେଷରେ କାଶ୍ମୀର ଭାରତ ସହ ମିଶିଗଲା ଏବଂ 1954 ମସିହାରେ ଜାମ୍ମୁ କାଶ୍ମୀର ପାଇଁ ନୂଆ ସମ୍ବିଧାନ ତିଆରି ହେଲା। ତ ଭାରତୀୟ ସମ୍ବିଧାନର ଧାରା 370 ଅନୁଯାୟୀ ଜମ୍ମୁ କାଶ୍ମୀରରେ ଗୋଟେ ଅଂଶ ବିଶେଷ ହେଲା। 370 ଅନୁସାରେ ଯାହାକି ବର୍ତ୍ତମାନ ଉଚ୍ଛେଦ କରାଯାଇଛି ଏବଂ କ'ଣ କରାଯାଇଛି ନା ଭାରତ ସହ ପୁରାପୁରି ମିଶାଇ, ଯେହେତୁ ପ୍ରେସିଡେଣ୍ଟ ରୁଲ୍ ଚାଲିଥିଲା ସେଥିପାଇଁ ଭାରତ ସହିତ ଜାମ୍ମୁ କାଶ୍ମୀରର ମିଶ୍ରଣକୁ ପାକିସ୍ତାନ ଗ୍ରହଣ କରିଲା ନାହିଁ। କାଶ୍ମୀର ଉପରେ ନିଜର ସ୍ଥିତି ଜାହିର କରିବା ପାଇଁ ପାକିସ୍ତାନ ଯୁକ୍ତରାଷ୍ଟ୍ର ସହିତ ବନ୍ଧୁତା କଲା। ତ କ'ଣ କଲା ପାକିସ୍ତାନ ନା ଆମେରିକାକୁ ଯାଇ କହିଲା ମୋ ସହ ତୁ ଫ୍ରେଣ୍ଡ ହେଇଯା, କାହିଁକି ନା ସେ କାଶ୍ମୀର ଉପରେ ଆଟାକ୍ କରିବା ପାଇଁ ଚାହୁଁଛି, ତାର ଅକ୍ତିଆର କରିବା ପାଇଁ ଚାହୁଁଛି। ଏହା ବ୍ୟତୀତ ନିଜର ଇଚ୍ଛା ପୂରଣ କରିବା ପାଇଁ ଭାରତ ଚୀନ ମଧ୍ୟରେ ଥିବା ତିକ୍ତ ସମ୍ପର୍କକୁ ଫାଇଦା ଉଠାଇବାକୁ ଚେଷ୍ଟା କରିଛି। ପୁଣି ଚୀନ ମଧ୍ୟ କ'ଣ ହେଇଯାଇଛି ନା ଶତ୍ରୁର ଶତ୍ରୁ ମିତ୍ର ବୋଲି କୁହାଯାଏ ନା, ସେଇଭଳି କାର୍ଯ୍ୟ ସେ ଚଲେଇଛି। ଚୀନ ସହିତ ମଧ୍ୟ ଘନିଷ୍ଠତା ବଢ଼ାଇଲା। ଚୀନ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇଛି, କ୍ଷେପଣାସ୍ତ୍ର ବି ଦେଇଛି, ନିରନ୍ତର ଭାବରେ ସାହାଯ୍ୟ କଲା, ଯାହାଫଳରେ ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଲା। କିନ୍ତୁ ବର୍ତ୍ତମାନ ଦେଖିପାରୁଛେ ତାହାର ପରିଣତି କ'ଣ ହେଉଛି। ଭାରତ ପାକିସ୍ତାନ ଯୁଦ୍ଧ 1965 ମସିହା। ତ 1965 ମସିହା ଜାନୁଆରୀ ମାସ ପାକିସ୍ତାନ ଗୁଜରାଟ ଉପରେ ଆକ୍ରମଣ କରିଦେଇଛି। ତ ଗୁଜରାଟ ଉପରେ ଯେତେବେଳେ ପାକିସ୍ତାନ ଆଟାକ୍ କରିଦେଇଛି, ଭାରତ ବାଧ୍ୟ ହୋଇଛି ନିଜର ପ୍ରତିରକ୍ଷା ନିମନ୍ତେ ଯୁଦ୍ଧର ସାମିଲ ହୋଇଯାଇଛି। ଏବଂ 1965 ମସିହାରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଉଡ୍ରୋ ୱିଲସନ୍, ଯାହାକୁ ଆମେ କହୁଛେ, ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ମାତ୍ର ଏହି ଚୁକ୍ତି ଉଲ୍ଲଂଘନ ହୋଇ ପାକିସ୍ତାନ ପୁଣି ଅଗଷ୍ଟ ମାସରେ ଭାରତ ଆକ୍ରମଣ କରିଦେଇଛି। ତ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଯାଇ ଭାରତୀୟ ସେନା ପଶ୍ଚିମ ପଟୁ ପାକିସ୍ତାନର ଲାହୋରକୁ ଅକ୍ତିଆର କରିନେଲି। ତ ଭାରତ ବି କମ୍ ନୁହଁ, ଲାହୋରକୁ ଆଟାକ୍ କରିଦେଇଛି ଏବଂ ଅକ୍ତିଆର କରିନେଇଛି। ମିଳିତ ଜାତିସଂଘ ଅନୁରୋଧ କ୍ରମେ 1965 ମସିହାରେ ଦୁଇ ଦେଶ ମଧ୍ୟରେ ଗୋଟେ ଯୁଦ୍ଧ ବିରତି ଘୋଷଣା ହୋଇଛି। ରୁଷିଆ ମଧ୍ୟସ୍ଥ ତାକ୍ସେନ୍ ଚୁକ୍ତି ସ୍ୱାକ୍ଷରିତ ହୋଇଛି। କାହା ମଧ୍ୟରେ ତାକ୍ସେନ୍ ଚୁକ୍ତି ହେଇଛି? ରୁଷିଆ ମଧ୍ୟରେ। ଏହା ମଧ୍ୟ ମନେ ରଖିବ। କେବେ ହେଇଥିଲା ତାକ୍ସେନ୍? 966 ତାକ୍ସେନ୍ ନା 666ରୁ ହେବ 1966। ଏଭଳି ଭାବରେ ମନେ ରଖିବ। ତୁମେ କେତେ ଘୋଷା ପାଠ ମନେ ରହେନି। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ, ତାକ୍ସେନ୍ ରାଜିନାମା ସମୟରେ କିଏ ଥିଲେ? ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ। ପାକିସ୍ତାନର ରାଷ୍ଟ୍ରପତି କିଏ ଥିଲେ ନା ଆୟୁବ ଖାନ୍। ମଧ୍ୟରେ ଗୋଟେ ସୋଭିଏତ ରୁଷିଆଙ୍କ କୋସିଜିନ୍ଙ୍କ ମଧ୍ୟସ୍ଥତାରେ 1966 ମସିହାରେ 1966ରେ ଜାନୁଆରୀ 10 ତାରିଖ ତାକ୍ସେନ୍ ରାଜିନାମା ସ୍ୱାକ୍ଷରିତ ହୋଇଯାଇଛି। ଏହାର ସର୍ତ୍ତ ଗୁଡ଼ିକ କ'ଣ କ'ଣ
ଦୁଇ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ହେଲା, ଭଲ ଭାବରେ ରହିବେ ଶାନ୍ତିପୂର୍ଣ୍ଣ ଭାବରେ, ଦୁଇ ଦେଶ ମଧ୍ୟରେ ସମ୍ପର୍କର ଉନ୍ନତି ହେବ କିଭଳି ଭାବରେ, ଉତ୍ତମ ପଡ଼ୋଶୀ ସମ୍ପର୍କ ପ୍ରତିଷ୍ଠା କରିବେ, ଭଲ ପଡ଼ୋଶୀ ଭାବରେ ସେମାନେ ରହିବେ, ଦ୍ୱିପାକ୍ଷିକ ସମସ୍ୟାର ସମାଧାନ ଅର୍ଥାତ୍ ଦୁଇ ଜଣ ଆଲୋଚନା ପର୍ଯ୍ୟାଲୋଚନା ଦ୍ୱାରା ସମାଧାନ ହେବା ଆବଶ୍ୟକ ବୋଲି ଏଥିରେ ଗୋଟେ ମୁଖ୍ୟ ସର୍ତ୍ତ ଥିଲା। ତାକ୍ସାଇନ୍ ରାଜିନାମା ଦୁଇ ଦେଶ ମଧ୍ୟରେ ସମ୍ପର୍କ କିଛିଟା ଉନ୍ନତି ଆଣିଥିଲେ ମଧ୍ୟ ଶାନ୍ତି ପ୍ରତିଷ୍ଠା କରିପାରିନଥିଲା। ତ ଭାରତ ପାକିସ୍ତାନ ଯୁଦ୍ଧ 1971, ତ ତାକ୍ସାଇନ୍ ରାଜିନାମା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉନ୍ନତି ଆଣିପାରିଲା ନାହିଁ। 1971 ମସିହା ବେଳକୁ ଭାରତ ପାକିସ୍ତାନ ପୁଣି ଗୋଟେ ବିବାଦ ହେଲା। 1965 ତ ହେଇଥିଲା, ପୁଣି 1971 ମସିହାରେ ପୁଣି ଗୋଟେ ହେଇଗଲା। କାରଣ ଥିଲା ପୂର୍ବ ପାକିସ୍ତାନ, ବାଂଲାଦେଶ ମୁକ୍ତି ବାହିନୀର ପଶ୍ଚିମ ପାକିସ୍ତାନ, ବର୍ତ୍ତମାନର ପାକିସ୍ତାନ ଯାହାକୁ କହୁଛେ, ସାମରିକ ବିଦ୍ରୋହ ହେଇଛି। 1947 ମସିହା ଭାରତ ଅଲଗା ହେବା ପରେ ପାକିସ୍ତାନ ଦୁଇଟି ଅଞ୍ଚଳରେ ବିଭକ୍ତ ହେଲା, ପୂର୍ବ ପାକିସ୍ତାନ, ପଶ୍ଚିମ ପାକିସ୍ତାନ। ପ୍ରାରମ୍ଭରେ ପାକିସ୍ତାନର ଏହି ଦୁଇ ଅଞ୍ଚଳ ମଧ୍ୟରେ ସୁସମ୍ପର୍କ ନଥିଲା। 1970 ଦଶକରେ ଦୁଇ ଅଞ୍ଚଳ ମଧ୍ୟରେ ବିବାଦ ତୀବ୍ରତର ହେଲା। 1970 ମସିହାରେ ଅନୁଷ୍ଠିତ ନିର୍ବାଚନରେ ଜୁଲଫିକାର ଅଲି ଦଳ ପଶ୍ଚିମ ପାକିସ୍ତାନର ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବେଳେ ଶେଖ୍ ମୁଜିବୁର ରହମାନ ଆୱାମୀ ଲିଗ୍ ଦଳ ପୂର୍ବ ପାକିସ୍ତାନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ପୂର୍ବ ପାକିସ୍ତାନର ନିର୍ବାଚନ ଫଳାଫଳକୁ ପଶ୍ଚିମ ପାକିସ୍ତାନ ଶାସକ ସହଜରେ ଗ୍ରହଣ କରିପାରିନଥିଲେ, ଦୁଇ ମଧ୍ୟରେ ତ ଆକ୍ସେପ୍ଟ ନ କରୁଥିଲେ। ତେଣୁ କ'ଣ ହେଲା ନା, ବଙ୍ଗାଳୀ ଜନସାଧାରଣ ପଶ୍ଚିମ ପାକିସ୍ତାନର ସରକାର ସେମାନଙ୍କ ଦ୍ୱିତୀୟ ଶ୍ରେଣୀର ନାଗରିକ ହିସାବରେ ବ୍ୟବହାର କରୁଥିବା ଅଭିଯୋଗ ପଶ୍ଚିମ ପାକିସ୍ତାନ ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଯାହା ଫଳସ୍ୱରୂପ କ'ଣ ହେଲା ନା, 1971 ମସିହାରେ ଶେଖ୍ ମୁଜିବୁର ବନ୍ଦୀ କଲେ ପୂର୍ବ ପାକିସ୍ତାନର ଲୋକଙ୍କ ଜୁଲମ ଆରମ୍ଭ ହୋଇଗଲା ବା ଯାହା ଅତ୍ୟାଚାର ଆରମ୍ଭ ହୋଇଗଲା। ଏହା ପ୍ରତିକ୍ରିୟା ସ୍ୱରୂପ ପାକିସ୍ତାନର ଲୋକମାନେ ମୁକ୍ତି ବାହିନୀ ଗଠନ କରି ସ୍ୱତନ୍ତ୍ର ରାଷ୍ଟ୍ର ଘୋଷଣା କରିବା ପାକିସ୍ତାନର ସାମରିକ ଶାସକ ବିରୋଧରେ ବିଦ୍ରୋହ ଆରମ୍ଭ କରିଦେଇଥିଲେ। ଯେଉଁ ଶେଖ୍ ହସିନା ବର୍ତ୍ତମାନ ସମୟରେ ଗୋଟେ ଇସ୍ୟୁଟେ ଦେଖିବାକୁ ତୁମେ ପାଇଥିବ, ସେମାନଙ୍କ ବଂଶଧର ହିଁ ଏମାନେ ଥିଲେ। ମୁକ୍ତି ବାହିନୀକୁ ଭାରତର ସମର୍ଥନକୁ ପାକିସ୍ତାନ ସହଜରେ ଗ୍ରହଣ କଲା ନାହିଁ। ପାକିସ୍ତାନ ଦୋଷାରୋପ କଲା ଯେ ଭାରତ ପାକିସ୍ତାନକୁ ଦୁଇ ଭାଗରେ କରିଦେବାକୁ ଚେଷ୍ଟା କରୁଛି। ବହୁ ଦିନର ଚାପ ସମରସଜ୍ଜା ଶେଷରେ ଡିସେମ୍ବର ମାସରେ 1971 ମସିହାରେ ଗୋଟେ ପୂର୍ଣ୍ଣାଙ୍ଗ ଯୁଦ୍ଧର ପରିଣତ ହେଲା। 1971 ମସିହାରେ ପାକିସ୍ତାନ ପଞ୍ଜାବ ରାଜସ୍ଥାନରେ ଭାରତ ଉପରେ ଆକ୍ରମଣ କଲା। ପାକିସ୍ତାନ କ'ଣ କଲା ନା, ପଞ୍ଜାବ ଓ ରାଜସ୍ଥାନରେ ଭାରତ ଉପରେ ଆକ୍ରମଣ କଲା। ଜାମ୍ମୁ କାଶ୍ମୀର ସୀମାରେ ପାକିସ୍ତାନ ସୈନ୍ୟ ଠୁଲ କଲା। ପାଲଟା ଜବାବରେ ଭାରତ ପୂର୍ବ ପାକିସ୍ତାନରେ ମୁକ୍ତି ବାହିନୀ ସହ ସାମିଲ ହୋଇ ପାକିସ୍ତାନ ସେନାବାହିନୀ ଉପରେ ପ୍ରତି ଆକ୍ରମଣ କଲା। ବାଂଲାଦେଶ ପ୍ରସଙ୍ଗ ଉପରେ ଚୀନ, ଆମେରିକା ପାକିସ୍ତାନକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଭାରତ ସୋଭିଏତ ରୁଷର ପୂର୍ଣ୍ଣାଙ୍ଗ ସହଯୋଗ ପାଇଲା ଓ ଆମେରିକା ପାକିସ୍ତାନ ସାହାଯ୍ୟ ସତ୍ତ୍ୱେ ପାକିସ୍ତାନ ସେନା ପରାଜିତ ହେଲା। 1971 ମସିହା ଭାରତୀୟ ସୈନ୍ୟବାହିନୀ 90,000 ପାକିସ୍ତାନ ସୈନ୍ୟ ଆତ୍ମସମର୍ପଣ କରିଥିଲେ ଏବଂ ପୂର୍ବ ପାକିସ୍ତାନର ଅନ୍ତ ଘଟିଲା। ବାଂଲାଦେଶ ଜନ୍ମ ହେଲା 1971 ମସିହାରେ 17 ତାରିଖରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ହୋଇ ଅବସାନ ଘଟିଛି। ତ 1971 ପରେ ସିମଲା ରାଜିନାମା, ତାପରେ ଆସିଲା ସିମଲା ରାଜିନାମା। ସିମଲା ଏପରି ସିମଲା ଲେଖିବ ଯେ ତୁମେ ଏହି ଦୁଇକୁ ଦେଖିପାରିବ, ଦୁଇରୁ ହିଁ ତୁମେ 1972କୁ ମନେ ରଖିପାରିବ ସିମଲା। ତ ଭାରତ ଓ ପାକିସ୍ତାନ ଯୁଦ୍ଧ ପରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଜୁଲଫିକାର ଅଲି ଭୁଟ୍ଟୋ ସିମଲାଠାରେ 1972 ମସିହାରେ ଏକ ସମ୍ମିଳନୀ ଅନୁଷ୍ଠିତ ଦ୍ୱିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ରାଜିନାମା ସମ୍ମିଳନୀରେ ସିମଲା ରାଜିନାମା ଭାବରେ ପ୍ରଖ୍ୟାତ। ତ ଆନ୍ତର୍ଜାତିକ ସୀମାରେ ଉଭୟ ଦେଶ ନିଜ ନିଜର ସେନା ପ୍ରତ୍ୟାହାର କରିବେ। ତାପରେ ସମସ୍ତ ବିବାଦ ଦ୍ୱିପାକ୍ଷିକ ଭାବରେ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ହେବ, ଅର୍ଥାତ୍ ଦୁଇ ଲୋକଙ୍କ ଆଲୋଚନା ପର୍ଯ୍ୟାଲୋଚନାରେ ହେବ। କୌଣସି ବିବାଦର ସମାଧାନ ପାଇଁ କେହି ଶକ୍ତି ପ୍ରୟୋଗ କରିବେ ନାହିଁ ବା କିଏ ଆଟମିକ୍ ପାୱାର ୟୁଜ୍ କରିବେ ନାହିଁ। ଜାମ୍ମୁ କାଶ୍ମୀର ବେସାମରିକ ଅଞ୍ଚଳକୁ ଉଭୟ ଦେଶ ମିଳିତ ଭାବରେ ତଦାରଖ କରିବେ ବା ଉଭୟଙ୍କ ଦେଖାଦେଖିରେ ଏହା ପରିଚାଳିତ ହେବ। ଏହା 1972ରେ ସିମଲା ରାଜିନାମା ଯୁଦ୍ଧବିରତି ପୁନର୍ନିର୍ଦ୍ଧାରଣ କଲା। ଏହା ଲାଇନ୍ ଅଫ୍ କଣ୍ଟ୍ରୋଲ ନାମରେ ପରିଚିତ। କଣ୍ଟ୍ରୋଲ ଅଫ୍ ଲାଇନ୍ ପାକିସ୍ତାନ, ଲାଇନ୍ ଅଫ୍ କଣ୍ଟ୍ରୋଲ
ସିମଲା ରାଜିନାମା ଉଭୟ ଦେଶ ସମ୍ପର୍କ କିଛିଟା ଭିନ୍ନ ଆଣିଥିଲା। ଉଭୟ ଦେଶ ମଧ୍ୟରେ କାଶ୍ମୀର ଇଲାକାରେ ବଳ ପ୍ରୟୋଗ ନ କରିବାକୁ ରାଜି ହୋଇଥିଲା। ଭାରତ ପାକିସ୍ତାନ 90,000 ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରିଦେଇଥିଲା। ତ 1974 ମସିହାରେ ଭାରତ ତା'ର ପ୍ରଥମ ଆଟମିକ୍ ପାୱାରକୁ ଟେଷ୍ଟ କରିଛି ଏବଂ 1977 ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ପାକିସ୍ତାନକୁ ଯାଇଛନ୍ତି କିଏ? ଅଟଳ ବିହାରୀ ବାଜପେୟୀ। ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ଥିଲାବେଳେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ସହିତ କଥାବାର୍ତ୍ତା କରିଥିଲେ। ପୁଣି 1985 ମସିହାରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପାକିସ୍ତାନର ରାଷ୍ଟ୍ରପତି ଜିଆଉଲ ହକ୍ଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି। ତାପରେ 1991 ମସିହାରେ କ୍ଷମତାକୁ ଆସିବା ପରେ ପିଭି ନରସିଂହରାଓ ପାକିସ୍ତାନ ସୁଧାର ଆଣିବା ପାଇଁ ପ୍ରୟାସ କରିଥିଲେ। 1991 ମସିହାରେ ପାକିସ୍ତାନ ବୈଦେଶିକ ସଚିବ କଥାବାର୍ତ୍ତା ସହିତ ଭାରତ ଆସିଥିଲେ ଏବଂ ଏହି ସମୟରେ ଉଚ୍ଚସ୍ତରୀୟ ଅଧିକାରୀମାନେ ଭାବ ଆଦାନ ପ୍ରଦାନ କରିବା ସହିତ ସିଆଚିନ୍ ସମେତ ସମସ୍ତ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ରାଜି ହୋଇଥିଲେ। ଏହା ସତ୍ତ୍ୱେ ପାକିସ୍ତାନ ବାରମ୍ବାର ମିଳିତ ଜାତିସଂଘ ଅନ୍ୟାନ୍ୟ ଆନ୍ତର୍ଜାତିକ ଫୋରମରେ କାଶ୍ମୀର ପ୍ରସଙ୍ଗ ଉଠାଇଲା। ପାକିସ୍ତାନ କ୍ରମାଗତ ଭାବରେ ପଞ୍ଜାବ କାଶ୍ମୀର ସନ୍ତ୍ରାସବାଦୀ ତଥା ବିଭିନ୍ନତାବାଦୀ ସଂଗଠନକୁ ସହାୟତା କରିଛି। ଫଳରେ ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଗୋଳମାଳିଆ ହୋଇଛି ଏବଂ 1998 ମସିହାରେ ଭାରତ ପୋଖରାନଠାରେ ଆଣବିକ ବୋମା ପରୀକ୍ଷା କରିଛି। 73ରେ ଗୋଟେ 98ରେ ଗୋଟେ। ସେହିପରି ପାକିସ୍ତାନ ମଧ୍ୟ ଛାଡ଼ି ନାହିଁ। ସେ ଛଅଗାଇ ପାହାଡ଼ରେ ଆଣବିକ ଶକ୍ତି ପରୀକ୍ଷା କରିଛି। ପରମାଣବିକ ପରୀକ୍ଷା ଉଭୟ ଦେଶର ସମ୍ପର୍କ ଅବନତି ଆଣିଥିଲା। ପରବର୍ତ୍ତୀ ସମୟରେ ଅଟଳ ବିହାରୀ ବାଜପେୟୀ କ୍ଷମତାକୁ ଆସିବା ପରେ 1999ରେ ଦ୍ୱିପାକ୍ଷିକ ସମ୍ପର୍କ ସୁଧାର କରିବା ପାଇଁ ବଳିଷ୍ଠ ପଦକ୍ଷେପ ନେଇଥିଲେ ଏବଂ ଲାହୋର ବସ୍ ଚଳାଚଳ ଗୋଟେ କ୍ୱେଶ୍ଚନ୍ ଆସିବ 1999ରେ। କିଏ? ଅଟଳ ବିହାରୀ ବାଜପେୟୀ। ଏଠାରୁ କ୍ୱେଶ୍ଚନ୍ ଆସିଛି 2022ରୁ ବୋଧେ। ତୁମେ ଏ ପଏଣ୍ଟ ଟିକେ ମନେ ରଖିଦେବ। ତାପରେ ଆସିଲା ଲାହୋର ଘୋଷଣାନାମା 1999। କାର୍ଗିଲ ଯୁଦ୍ଧ ମଧ୍ୟ ହୋଇଥିଲା। ଏହା ମଧ୍ୟ ଗୋଟେ ପ୍ରଶ୍ନ ଆସି ଲାହୋର ଘୋଷଣାନାମାରୁ ମଧ୍ୟ ପ୍ରଶ୍ନ ଆସିଛି। ଭାରତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନର ନବାବ ସରିଫ 1999 ଫେବୃଆରୀ 21 ତାରିଖରେ ଏକ ଦ୍ୱିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହେଲା। ଏହି ରାଜିନାମା ଲାହୋର ଘୋଷଣାନାମାରେ ମଧ୍ୟ ପରିଚିତ। ଏହାର ମୁଖ୍ୟାଂଶ ଗୁଡ଼ିକ ହେଲା କାଶ୍ମୀର ସମସ୍ୟାକୁ ଗ୍ରହଣଯୋଗ୍ୟ ଭାବରେ ସିମଲା ରାଜିନାମା ମଧ୍ୟରେ ସମାଧାନ କରିବା, ପରସ୍ପର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା, ବିନା ସ୍ୱୀକୃତିରେ ଆଣବିକ ଅସ୍ତ୍ରର ଉପଯୋଗ ଉଭୟ ପକ୍ଷ ବନ୍ଦ କରିବେ। ତାପରେ ଆସିଲା କାର୍ଗିଲ ଯୁଦ୍ଧ। କାର୍ଗିଲ ଯୁଦ୍ଧ ମଧ୍ୟ ଗୁଡ଼ିକ କ୍ୱେଶ୍ଚନ୍ ଆସିଯାଉଛି। ଲାହୋର ଘୋଷଣା ସତ୍ତ୍ୱେ କ'ଣ ହୋଇଛି ନା 1999 ମସିହାରେ ପାକିସ୍ତାନ ଦ୍ୱାରା କାର୍ଗିଲଠାରେ ଗୋଟେ ଆକ୍ରମଣ କରିବା ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପୁଣି ବାଧା ସୃଷ୍ଟି ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ନବାବ ସରିଫ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ମଧ୍ୟରେ ଗୋଟେ ଆଲୋଚନା ପରେ ପାକିସ୍ତାନ ସେନା କାର୍ଗିଲ ଅଞ୍ଚଳରୁ ହଟିଯାଇଛି। ସୀମାପାର ପାକ୍ ସମର୍ଥିତ ଆତଙ୍କବାଦ। 1980 ମସିହାରୁ ଭାରତ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମୁଖ୍ୟତଃ ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ। ଭାରତ ବର୍ଷରୁ କାଶ୍ମୀରକୁ ପୃଥକ କରିବା ପାଇଁ ବହୁ ପାକିସ୍ତାନୀ ସମର୍ଥିତ ସନ୍ତ୍ରାସବାଦୀ ସଂଗଠନମାନ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇ ସେମାନଙ୍କ ମଧ୍ୟରେ ପ୍ରଧାନ ହେଉଛନ୍ତି ଜୈଶ ମହମ୍ମଦ, ଲସ୍କର-ଇ ତୋବା, ଇଣ୍ଡିଆନ ମୁଜାହିଦ୍ଦିନ, ହିଜବୁଲ ମୁଜାହିଦ୍ଦିନ। ଏହି ଆତଙ୍କବାଦୀ ସଂଗଠନ ପାକିସ୍ତାନକୁ ସକ୍ରିୟ ସହଯୋଗ ବା ସପୋର୍ଟ କରୁଛି। ପାକିସ୍ତାନର ଗୋଇନ୍ଦା ସଂସ୍ଥା ISI ସହାୟତା ପ୍ରଦାନ କରିଛି। ପାକିସ୍ତାନ ସେନା ମଧ୍ୟ ବିଭିନ୍ନ ସନ୍ତ୍ରାସବାଦୀ ସଂଗଠନମାନଙ୍କୁ ଆତଙ୍କିତ ଚଳାଇବାରେ ପ୍ରଶିକ୍ଷଣ ଦେଉଛି। ଏହା ତ ଥିଲା ଆକ୍ରମଣ ସମ୍ପର୍କରେ ଅନେକ ଗୁଡ଼ିଏ ଜିନିଷ ରହିଛି। ତୁମେମାନେ ଦେଖିଦେବ। ସାର୍କିକ୍ ସମସ୍ୟା ଟିକେ ଦେଖିଦେବ। ସିଆଚିନ୍ ସମସ୍ୟା, ନଦୀଲୟ ସମସ୍ୟା ମଧ୍ୟ ତ ରହିଛି। ସାମ୍ପ୍ରତିକ ସ୍ଥିତି କ'ଣ ରହିଛି ଏସବୁ ନିଜେ ଟିକେ ଦେଖିଦେବ ବହିରେ। ତ ଏଠାରୁ ଆମେ ଦେଖିଲେ ଯେ ଦୁଇ ଦେଶ ମଧ୍ୟରେ ଖାଦ୍ୟପେୟ, ଭାଷା, ଚଳଣି, ସଂସ୍କୃତି ଏହାପରି ହୋଇଥିଲେ ମଧ୍ୟ ଅବିଶ୍ୱାସ, ଶତ୍ରୁତା ଭାରତ ଓ ପାକିସ୍ତାନ ସମ୍ପର୍କ ମୁଖ୍ୟ ପ୍ରତିବନ୍ଧକ ସାଜିଛି। କାଶ୍ମୀର ସମସ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ 3ଟି ଯୁଦ୍ଧ ଲଢ଼ିଯାଇଛି। ପ୍ରସଙ୍ଗରେ ସ୍ଥାୟୀ ସମାଧାନ କରିବାକୁ ବିଫଳ ହୋଇଛି। କାଶ୍ମୀର ସମସ୍ୟା ଦିନକୁ ଅଧିକ ଜଟିଳ ହେବାରେ ଲାଗିଛି, ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ବୃଦ୍ଧି ହେଉଛି। ଦ୍ୱିପାକ୍ଷିକ ସାଂସ୍କୃତିକ ସମ୍ପର୍କ ବାଧା ପାଇଛି। ପୁଣି ଦେଖା ହେବା ନୂଆ ଭିଡ଼ିଓରେ। ଥ୍ୟାଙ୍କ ୟୁ ସୋ ମଚ୍।